ଲୋକସଭାରେ ପାରିତ ହେଲା ୱାକଫ ସଂଶୋଧନ ବିଲ୍। ସପକ୍ଷରେ ପଡ଼ିଲା 288 ଖଣ୍ଡ ଭୋଟ। ବିରୋଧୀ ଦଳଙ୍କ ଜୋରଦାର ବିରୋଧ ସତ୍ତ୍ୱେ ବିବାଦୀୟ ୱାକଫ ବିଲ୍ ସଂଶୋଧନ 2025 ଲୋକସଭାରେ ହୋଇଛି ଗୃହୀତ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି। ବିଲ୍ ଉପରେ 8 ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା 12 ଘଣ୍ଟାକୁ ବୃଦ୍ଧି ପାଇଥିଲା। ଶାସନ ଏନଡିଏ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ବିତର୍କ ପରେ ରାତି 12:30ରେ ଭୋଟ ଗ୍ରହଣ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲା 12:40ରେ ଫଳାଫଳ ଘୋଷଣା କରିଥିଲେ। ବିଲ୍ ସପକ୍ଷରେ 288 ଜଣ ଭୋଟ ଦେଇଥିବା ବେଳେ ବିଲ୍ ବିରୋଧରେ 232 ଜଣ ଭୋଟ ଦେଇଥିଲେ। ଏହାପରେ ସାଂସଦଙ୍କ ଦ୍ୱାରା ଆଗତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଉପରେ ଭୋଟ ପଡ଼ିଥିଲା। ଆଜି ୱାକଫ ବିଲ୍ ରାଜ୍ୟସଭାରେ ଆଗତ ହେବା ଜଣାପଡ଼ିଛି। 1995 ୱାକଫ ଆଇନର ସଂଶୋଧନ ପାଇଁ ଏହି ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର। ତେବେ ଜେପିସି ଦ୍ୱାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ। ସଂଖ୍ୟାଲଘୁଙ୍କୁ ଅପମାନିତ କରିବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଛି କଂଗ୍ରେସ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।